ସୁନା ହଜିବା କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଅକ୍ଷୟ ତୃତୀୟା, ଧନତେରସ୍ ଏବଂ ଦୀପାବଳି ଭଳି ବିଶେଷ ଅବସରରେ ସୁନା କିଣି ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସୁନା ହଜିଲେ ଭଲ ନା ଖରାପ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା ବୃହସ୍ପତି ଗ୍ରହ ସହିତ ଜଡ଼ିତ, ଯାହା ସୁଖ, ଶାନ୍ତି, ମହିମା ଏବଂ ସମୃଦ୍ଧିର ପ୍ରତିନିଧିତ୍ୱ କରେ। ଯଦି କୌଣସି ବ୍ୟକ୍ତିଙ୍କ ସୁନା ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏହାକୁ ଏକ ଅଶୁଭ ସଂକେତ ଭାବରେ ବିବେଚନା କରାଯାଏ କାରଣ ଏହା ବୃହସ୍ପତି ଗ୍ରହର ଦୁର୍ବଳତାକୁ ସୂଚିତ କରେ। ଏହାର ପ୍ରଭାବ ଯୋଗୁଁ ଘରେ ଅଶାନ୍ତି ବୃଦ୍ଧି ପାଇପାରେ। ଏହା ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ବୈବାହିକ ଜୀବନରେ ଉତ୍ତେଜନା ସୃଷ୍ଟି କରିପାରେ। ଯଦି ଆପଣ ରାସ୍ତାରେ କୌଣସି ସ୍ଥାନରେ ସୁନା ପଡ଼ିଥିବା ପାଆନ୍ତି, ତେବେ ଏହାକୁ ଉଠାଇବା ଠିକ୍ ନୁହେଁ ବୋଲି ବିବେଚନା କରାଯାଏ। କାରଣ ଏହା ଅନ୍ୟ କାହାର ଦୁର୍ଭାଗ୍ୟ ସହିତ ଜଡ଼ିତ ହୋଇପାରେ ଏବଂ ଏହାକୁ ଗ୍ରହଣ କରିବା ଦ୍ୱାରା ଆପଣଙ୍କ ଜୀବନରେ ନକାରାତ୍ମକ ଶକ୍ତି ଆସିପାରେ। ଏପରି ପରିସ୍ଥିତିରେ ସୁନାକୁ ସୁରକ୍ଷିତ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ସୁନା ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ବୃହସ୍ପତି ଗ୍ରହର ଶାନ୍ତି ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ର, ଚଣା ଡାଲି କିମ୍ବା ଅନ୍ୟ କୌଣସି ଶୁଭ ଜିନିଷ ଦାନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା ଦ୍ୱାରା ଏହି ନକାରାତ୍ମକ ପ୍ରଭାବକୁ ହ୍ରାସ କରାଯାଇପାରିବ। ଭାରତୀୟ ପରମ୍ପରାରେ ସୁନା ସହିତ ଜଡ଼ିତ ଏହି ଧାର୍ମିକ ଏବଂ ଜ୍ୟୋତିଷ ବିଶ୍ୱାସକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୁନା ହଜିବା କାହିଁକି ଏକ ଖରାପ ସଂକେତ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ସୁନା ହଜିଯାଏ, ତେବେ ଏହାକୁ ନକାରାତ୍ମକ ଶକ୍ତି ବୃଦ୍ଧି ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ହ୍ରାସର ସଂକେତ ବୋଲି ବିବେଚନା କରାଯାଏ। ଏହା ଆର୍ଥିକ କ୍ଷତି ଏବଂ ଟଙ୍କା ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ସୂଚିତ କରେ। ସୁନା ହଜିବା ଆର୍ଥିକ ଅସ୍ଥିରତା ଆଣିପାରେ ଏବଂ ଜୀବନରେ ଆର୍ଥିକ ଅସୁବିଧା ସୃଷ୍ଟି କରିପାରେ। ତେଣୁ ଏହାକୁ ଏକ ଅଶୁଭ ସଂକେତ ଭାବରେ ବିବେଚନା କରାଯାଏ ଏବଂ ଏପରି ପରିସ୍ଥିତିରେ ବିଶେଷ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଏ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।